আজি আসিব সুভদ্রা টঙ্কা। জয়পুরে তৃতীয় কিস্তি টঙ্কা বাंटिबे মুখ্যমন্ত্রী মোহন মাঝি। আজি আসিব সুভদ্রা যোজনার তৃতীয় কিস্তি টঙ্কা। রাখি পূর্ণিমা অবসরের কোরাপুট জিলার জয়পুরে সুভদ্রা যোজনার তৃতীয় কিস্তি টঙ্কা বাंटिबे মুখ্যমন্ত্রী মোহন চরণ মাঝি। ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ 15ରୁ ଊର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କା ବାंटिबे। ପରେ ସମସ୍ତ ଆକାଉଣ୍ଟକୁ ଟଙ୍କା ଯିବ। ଆଜି ଏକକାଳୀନ 1 କୋଟି ହିତାଧିକାରୀଙ୍କ ଖାତାକୁ ଯିବ 5,000 ଟଙ୍କା। ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ 2ଟି କିସ୍ତିରେ ଟଙ୍କା ପାଇ ନାହାନ୍ତି ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏପର୍ଯ୍ୟନ୍ତ 2 ଲକ୍ଷ ହିତାଧିକାରୀ ବାଦ ପଡ଼ିଛନ୍ତି। ସେମାନଙ୍କୁ ଯୋଡ଼ିବା ପାଇଁ ଆଉଥରେ ସର୍ଭେ ହେବ। 93,000 ହିତାଧିକାରୀ ମହିଳାଙ୍କୁ 60 ବର୍ଷ ପୂରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ SSEDPକୁ ପଠାଇଛି। ସୂଚନା ଯୋଗ୍ୟ ଯେ ସୁଭଦ୍ରା ଯୋଜନାରେ 1,65,077 ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ସେହିପରି 98,82,092 ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତି ଟଙ୍କା ଗତ ବର୍ଷ ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା। ଏହାପରେ ଚଳିତ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଦିଆଯାଇଥିଲା। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାର ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଆଧାରରେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା। ତ ଦର୍ଶକ ବନ୍ଧୁ, ଇଏ ଥିଲା ଆଜିର ଅପଡେଟ। ଯଦି ଭିଡିଓଟି ଭଲ ଲାଗିଛି ଗୋଟେ ଲାଇକ୍ କରି ଅନ୍ୟମାନଙ୍କୁ ସେୟାର କରି ଦିଅନ୍ତୁ ଏବଂ ଏହିଭଳି ଇନଫରମେସନ ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।